ଚାଲନ୍ତୁ ଆଜି ଆମେ ଆଲୋଚନା କରିବା କର୍ମବୀର ଗୌରୀଶଙ୍କର ରାୟଙ୍କ ବିଷୟରେ। କର୍ମବୀର ଗୌରୀଶଙ୍କର ଜଣେ ବିଶିଷ୍ଟ ସାରସ୍ୱତ ସାଧକ, ସମାଜ ସଂସ୍କାରକ, ସଂଗଠକ ଓ ସାମ୍ବାଦିକ ଥିଲେ। ସେ 1838 ଖ୍ରୀଷ୍ଟାବ୍ଦ ଜୁଲାଇ ମାସ 13 ତାରିଖରେ କଟକ ଜିଲ୍ଲାର ସାଲେପୁର ଥାନାର ଦୀକ୍ଷିତପଡ଼ାଠାରେ ଭୂମିଷ୍ଠ ହୋଇଥିଲେ। ନା ପ୍ରାକ୍ ସ୍ୱାଧୀନତାକାଳୀନ ସାହିତ୍ୟର ପ୍ରମୁଖ ସାଧକଗଣମାନଙ୍କ ମଧ୍ୟରୁ କର୍ମବୀର ଗୌରୀଶଙ୍କର ରାୟ ହେଉଛନ୍ତି ଅନ୍ୟତମ। ସେ 1838 ଖ୍ରୀଷ୍ଟାବ୍ଦ ଜୁଲାଇ ମାସ 13 ତାରିଖରେ କଟକ ଜିଲ୍ଲାର ସାଲେପୁର ଥାନା ଅନ୍ତର୍ଗତ ଦୀକ୍ଷିତପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୂର୍ବପୁରୁଷ ପଡ଼ୋଶୀ ବଙ୍ଗପ୍ରଦେଶରୁ ଓଡ଼ିଶା ଆସି ସ୍ଥାୟୀ ଭାବରେ ବସବାସ କରୁଥିଲେ। ନା ତାଙ୍କର ପୂର୍ବପୁରୁଷ ଆମର ଓଡ଼ିଶାକୁ ଆସିକି ସ୍ଥାୟୀ ଭାବରେ ବସବାସ କରିଥିଲେ। ସେ ଓଡ଼ିଆ ଭାଷାର ଦୁର୍ଦ୍ଦିନରେ ସାହସିକ ପଦକ୍ଷେପ ଗ୍ରହଣ କରି ଓଡ଼ିଆ ଭାଷାର ମହତ୍ତ୍ୱ ବଜାୟ ରଖିବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ଯେତେବେଳେ ଆମ ଓଡ଼ିଆ ଭାଷା ଦୁର୍ଦ୍ଦିନ ଅବସ୍ଥାରେ ରହିଥିଲା, ସେତେବେଳେ ସେ ଏହି ଓଡ଼ିଆ ଭାଷାର ମହତ୍ତ୍ୱକୁ ବଜାୟ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। 1866 ଖ୍ରୀଷ୍ଟାବ୍ଦରେ ସେ ଅନ୍ୟମାନଙ୍କ ସହଯୋଗରେ କଟକ ପ୍ରିଣ୍ଟିଂ କମ୍ପାନୀ ପ୍ରେସ୍ ନାମରେ ଏକ ଛାପାଖାନା ପ୍ରତିଷ୍ଠା କରିଥିଲେ ଓ ଏହି ଛାପାଖାନାରୁ ନିଜର ସମ୍ପାଦକତ୍ୱରେ ଓଡ଼ିଶାର ପ୍ରଥମ ସାପ୍ତାହିକ ସମ୍ବାଦପତ୍ର ଉତ୍କଳ ଦୀପିକା ପ୍ରକାଶ ପାଇଥିଲା। 1866ରେ କ'ଣ ହେଇଥିଲା ନା ସେ ଏକ କଟକ ପ୍ରିଣ୍ଟିଂ କମ୍ପାନୀ ନାମରେ ଗୋଟେ ପ୍ରେସ୍ ସ୍ଥାପନ କରିଥିଲେ, ଯାହାଫଳରେ ନିଜର ସମ୍ପାଦକତ୍ୱରେ ଉତ୍କଳ ଦୀପିକା ନାମକ ଏକ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ କରିଥିଲେ ସେଇ ପ୍ରେସ୍ ଦ୍ୱାରା। ଏ ଦୃଷ୍ଟିରୁ ଓଡ଼ିଆ ଭାଷାର ବିଲୋପ ଷଡ଼ଯନ୍ତ୍ର ବିରୋଧରେ ତାଙ୍କ ଭୂମିକା ଅବିସ୍ମରଣୀୟ। ମାନେ ଇଂରେଜମାନେ ଯେତେବେଳେ ଆମ ଓଡ଼ିଶାକୁ 1803 ମସିହାରେ ଆଗମନ କଲେ, ତ ଆମର ଓଡ଼ିଆ ଭାଷା ମଧ୍ୟ କ'ଣ ବିଲୁପ୍ତ ଅବସ୍ଥାରେ ରହିଥିଲା। ତାହାକୁ ଓଡ଼ିଆ ଭାଷାର ଯେଉଁ ଷଡ଼ଯନ୍ତ୍ର ଚାଲିଥିଲା, ତ ତାହାକୁ କ'ଣ ବିରୋଧ କରିବା ପାଇଁ ମଧ୍ୟ କର୍ମବୀର ଗୌରୀଶଙ୍କର ରାୟ ଅଗ୍ରଣୀ ଥିଲେ। ତତ୍କାଳୀନ ଓଡ଼ିଶାର ବହୁବିଧ ସାଂସ୍କୃତିକ, ସାମାଜିକ, ଅର୍ଥନୈତିକ ସମସ୍ୟାର ଉତ୍ଥାପନ ଓ ସେସବୁର ସମାଧାନ ପାଇଁ ଦୀପିକା ଥିଲା ଏକମାତ୍ର ମାଧ୍ୟମ। ନା ସେହି ସମୟରେ ଯେଉଁ ଦେଖା ଦେଇଥିଲା ଅନେକ ପ୍ରକାର ସମସ୍ୟା ହେଲା, ତା'ର ସମାଧାନ ପାଇଁ କେବଳ ଏକ ମାତ୍ର ମାଧ୍ୟମ ଥିଲା ଉତ୍କଳ ଦୀପିକା। ନଅଙ୍କ ଦୁର୍ଭିକ୍ଷ 1866 ଖ୍ରୀଷ୍ଟାବ୍ଦରେ ହୋଇଥିଲା। ତ 1866 ଖ୍ରୀଷ୍ଟାବ୍ଦ ଅଗଷ୍ଟ ମାସ 4 ତାରିଖରେ କର୍ମବୀର ଗୌରୀଶଙ୍କର ରାୟ ଉତ୍କଳ ଦୀପିକା ନାମକ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶିତ କରିଥିଲେ, ଯାହାଫଳରେ ଯେଉଁ ନଅଙ୍କ ଦୁର୍ଭିକ୍ଷରେ ଘଟିଥିବା ସବୁ ଘଟଣା ଗୁଡ଼ିକ ମଧ୍ୟ ଉତ୍କଳ ଦୀପିକାରେ ଲିପିବଦ୍ଧ ଥିଲା। ସେହି ସମୟରେ ଦୀପିକା ପୃଷ୍ଠାରେ ତାଙ୍କର ସିଂହରଡ଼ି ସମଗ୍ର ବଙ୍ଗ ପ୍ରଦେଶକୁ ପ୍ରକମ୍ପିତ କରିଥିଲା। ସେ ସମୟରେ ସେ କ'ଣ ହେଇଥିଲା ନା ସେ ଯେଉଁ ଉତ୍କଳ ଦୀପିକା ମାଧ୍ୟମରେ ଯେଉଁ ପ୍ରଚାର କରିଥିଲେ, ଯେଉଁ ସିଂହରଡ଼ି ଛାଡ଼ିଥିଲେ, ଯେଉଁ ଇଂରେଜମାନଙ୍କର ନଟବୋଲ୍ଟ ହେଇ ଆସିଥିଲେ ବଙ୍ଗପ୍ରଦେଶ ସେମାନେ ପୁରା ପ୍ରକମ୍ପିତ ହୋଇଥିଲେ, ମାନେ ଡରି ଯାଇଥିଲେ। ତାଙ୍କର ନିର୍ଭୀକ ସାମ୍ବାଦିକତା ତତ୍କାଳୀନ ବହୁ ସଚେତନ ତଥା ଶିକ୍ଷିତ ଓଡ଼ିଆଙ୍କ ମନ ପ୍ରାଣକୁ ଆକୃଷ୍ଟ କରିଥିଲା। ସେ ଯେତେବେଳେ ସେ ସମ୍ବାଦପତ୍ର ମାଧ୍ୟମରେ ଏମିତି ଓଡ଼ିଆ ଭାଷାର ମହତ୍ତ୍ୱକୁ ବଜାୟ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ଆଉ ପ୍ରଚାର କରିଥିଲେ ମଧ୍ୟ, ତ ତାହାକୁ ଦେଖିକି ଓଡ଼ିଆ ଶିକ୍ଷିତମାନେ ତାଙ୍କ ପ୍ରତି କ'ଣ ନା ଆକୃଷ୍ଟ ହୋଇଥିଲେ। ସେମାନେ ଧୀରେ ଧୀରେ ଦୀପିକା ସହିତ ସମ୍ପୃକ୍ତ ହୋଇଥିଲେ। ଦୀର୍ଘ 50 ବର୍ଷ ସେ ଦୀପିକାର ସମ୍ପାଦକ ଭାବରେ ସୁନାମ ଅର୍ଜନ କରିଥିଲେ। କି କର୍ମବୀର ଗୌରୀଶଙ୍କର ରାୟ। କେବଳ ସେତିକି ନୁହେଁ, ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ସ୍ୱୀକୃତ ହୋଇ ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଏହା ମାଧ୍ୟମରେ ବିଦ୍ୟା ଶିକ୍ଷା ଦିଆଯିବାର ବ୍ୟବସ୍ଥା ହେବାରୁ ସେ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନରେ ମନ ବଳାଇ ନଥିଲେ। କେତେକ ଲେଖକଙ୍କୁ ଉତ୍ସାହିତ କରି ସେମାନଙ୍କ ଦ୍ୱାରା ମୌଳିକ ତଥା ଅନୂଦିତ ପାଠ୍ୟପୁସ୍ତକମାନ ଲେଖାଇଥିଲେ ଏବଂ ସେସବୁକୁ କଟକ ପ୍ରିଣ୍ଟିଂ ପ୍ରେସ୍ରେ ମୁଦ୍ରଣ କରିଥିଲେ, ଯାହାକୁ ସେ ନିଜେ ହିଁ ତିଆରି କରିଥିଲେ ଅନ୍ୟମାନଙ୍କ ସହଯୋଗରେ। ତାଙ୍କ ଦ୍ୱାରା ରଚିତ ପାଠ୍ୟପୁସ୍ତକ ଭୂଗୋଳ ତତ୍ତ୍ୱ ଦୁଇ ଭାଗରେ ପ୍ରକାଶିତ ହୋଇଥିଲା। ଗୋଟେ ହେଲା 1870 ଆଉ ଗୋଟେ ହେଲା 1872 ଖ୍ରୀଷ୍ଟାବ୍ଦରେ। ସେ ଗୋଟେ ପାଠ୍ୟପୁସ୍ତକ ମଧ୍ୟ ରଚନା କରିଥିଲେ। ତ ତା'ର ନାଁ କ'ଣ ନା ଭୂଗୋଳ ତତ୍ତ୍ୱ। ସେଇଟା ଦୁଇ ଭାଗରେ ତାଙ୍କର ପ୍ରକାଶିତ ହୋଇଥିଲା ସେ ଭୂଗୋଳ ତତ୍ତ୍ୱ ପାଠ୍ୟପୁସ୍ତକଟା। ନା ଗୋଟେ ହେଲା 1870 ମସିହାରେ ଆଉ ଗୋଟେ ହେଲା 1872 ଖ୍ରୀଷ୍ଟାବ୍ଦରେ।
ସେ ଏକ ଗଦ୍ୟ ଗ୍ରନ୍ଥ, କେବଳ ସେ ପାଠ୍ୟପୁସ୍ତକ ନୁହଁ, ତା ସହିତ ସେ ଗୋଟେ ଗଦ୍ୟ ଗ୍ରନ୍ଥ ମଧ୍ୟ ଲେଖିଥିଲେ, ଯାହାର ନାଁ ହେଉଛି ରଘୁବଂଶ। ଆଉ ସେ ରଘୁବଂଶ ଗଦ୍ୟ ଗ୍ରନ୍ଥରେ ତାଙ୍କର 19ଟି ସର୍ଗ ବିଶିଷ୍ଟ, ହଁ, ଯାହାକୁ ତାଙ୍କର ଗୋଟିଏ ଶ୍ରେଷ୍ଠ କୃତି ବୋଲିକି ମଧ୍ୟ କୁହାଯାଇପାରିବ। ଉତ୍କଳ ସାହିତ୍ୟ ସମାଜର ସଭାପତି ହୋଇଥିଲେ। ଉତ୍କଳ ସଭାର ସମ୍ପାଦକ ରୂପେ ସେ ଦୀର୍ଘଦିନ କାର୍ଯ୍ୟ ତୁଲାଇଥିଲେ। ତତ୍ସଙ୍ଗ ସହିତ କ'ଣ, ନିଜ ଜନ୍ମ ମାଟି ଦୀକ୍ଷିତ ପଡ଼ାଠାରେ ସେ ଏକ ବାଳିକା ବିଦ୍ୟାଳୟ, ମାନେ ଗୋଟେ ଗାର୍ଲସ ସ୍କୁଲ ଗୋଟେ ଖୋଲିଥିଲେ, ଯାହାର କେବେ ନା 1913ରେ ଖୋଲିଥିଲେ। ଓ ଅସୁରେଶ୍ୱରଠାରେ ଏକ ଦାତବ୍ୟ ଚିକିତ୍ସାଳୟ 1914ରେ ପ୍ରତିଷ୍ଠା କରିଥିଲେ। ସମାଜ, ଜାତି ଓ ଭାଷା ପ୍ରତି ସୁମହତ ଦାନ ପାଇଁ ଇଂରେଜ ସରକାର ତାଙ୍କୁ 1916 ଖ୍ରୀଷ୍ଟାବ୍ଦରେ ରାୟ ବାହାଦୁର ଉପାଧିରେ ଭୂଷିତ କରିଥିଲେ। ସେ ସମାଜ ପାଇଁ, ଏ ଜାତି ପାଇଁ, ଏ ଭାଷା ପାଇଁ ତାଙ୍କର ଯେଉଁ ସୁମହତ ଦାନ ରହିଥିଲା, ତ ସେଥିପାଇଁ ଇଂରେଜ ସରକାର ତାଙ୍କୁ କ'ଣ କରିଥିଲେ ନା ରାୟ ବାହାଦୁର ଉପାଧି ଭୂଷିତ କରିଥିଲେ। ଏହି ମହାନ ପ୍ରତିଭାଙ୍କର ଦେହାନ୍ତ ହୋଇଥିଲା 1917 ଖ୍ରୀଷ୍ଟାବ୍ଦ ମାର୍ଚ୍ଚ 7 ତାରିଖରେ। କେବଳ ଆମେ ଗୌରୀଶଙ୍କର ରାୟଙ୍କ ସମ୍ପର୍କରେ ପଢ଼ିଲେ ନାହିଁ, ତାହା ମଧ୍ୟ ପଢ଼ିବା ସହିତ ଆମେ କ'ଣ ଜାଣିଲେ ନା ଏହି ପ୍ରାକ୍ ସ୍ୱାଧୀନତା କାଳ ସାହିତ୍ୟରେ କର୍ମବୀର ଗୌରୀଶଙ୍କର ରାୟ ହେଉଛନ୍ତି ଏକ ପ୍ରମୁଖ ସମାଜ ସଂସ୍କାରକ, ସାହିତ୍ୟିକ ମଧ୍ୟ, ଯାହାର ଗୁରୁତ୍ୱରେ କ'ଣ ହେଇଛି ନା ଓଡ଼ିଆ ଭାଷାର ମହତ୍ତ୍ୱକୁ ସେ ବଜାଇ ରଖିଛନ୍ତି। ତ ଏମିତି ଅନେକ ଭିଡ଼ିଓ ଆପଣମାନେ ଦେଖିବା ପାଇଁ ଯଦି ଚାହାନ୍ତି, ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ଆପଣମାନେ କମେଣ୍ଟ କରନ୍ତୁ ପରବର୍ତ୍ତୀ ଭିଡ଼ିଓରେ ଆମେ କେଉଁ ପ୍ରକାର କ୍ଲାସ୍ର ଆଲୋଚନା ନେଇକି ଆସିବା। ରହୁଛି, ଧନ୍ୟବାଦ।